ନମସ୍କାର। ଓଡ଼ିଶାରେ ଏମିତି ଏକ ସଂସ୍ଥା ଅଛି ଯୋଉଟା କି କେବଳ ବନ୍ଦର ନୁହେଁ କିମ୍ବା କଳକାରଖାନା ଗଢୁନାହିଁ, ବରଂ ଗାଁ ଲୋକଙ୍କୁ ପହଞ୍ଚି ସୁଖ ଦୁଃଖର ସାଥୀ ସାଜୁଛି। ଲୋକଙ୍କୁ ମାଗଣା ମେଡିସିନ ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ଦଉଛି। ତା ସହିତ ପିଲାଙ୍କ ପାଠ ପଢା ପାଇଁ ବହି ସ୍କୁଲ ମଧ୍ୟ ଖାତା ଯୋଗାଉଛି। ଏଇଟା ଆମେ କହିବା ପାଇଁ ଯାଉଛୁ ଆଦାନୀ ଫାଉଣ୍ଡେସନ। ଏଇ କଥା ଶୁଣୁ ଶୁଣୁ ଲୋକ ହଠାତ୍ ସ୍କିପ୍ କରିଦେବେ। କିଛି ଲୋକ କହିବେ ଆଦାନୀ ଓଡ଼ିଶାକୁ କିଣି ନେଲା, ଆଦାନୀ ଓଡ଼ିଶାକୁ ଖାଇଗଲା। ଆପଣମାନେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରକୃତରେ ଜାଣିବେ କଣ। ଦେଖନ୍ତୁ ଆଦାନୀ କାହିଁକି ଆସିଲା, ଆଦାନୀ କଣ କରୁଛି, ଆଦାନୀର ଲାଭ କଣ, ଆଦାନୀ କାହିଁକି ଏସବୁ ଦଉଛି, ବିଭିନ୍ନ ପ୍ରକାର ପ୍ରଶ୍ନ। ଏ ସବୁ ପ୍ରଶ୍ନ ଗୋଳେଇ ଘାଣ୍ଟି ଲୋକଙ୍କ ମନରେ ଆସୁଛି। ଆଦାନୀ ସତରେ କଣ ଓଡ଼ିଶାକୁ କିଣିଦବ, ଏମିତି ମଧ୍ୟ ପ୍ରଶ୍ନ ଆସୁଛି। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ମଧ୍ୟ ଜାଣିପାରିବେ ପ୍ରକୃତରେ ଓଡ଼ିଶା ଆଗକୁ କେତେ ଆଗକୁ ମଧ୍ୟ ଯିବ। ପ୍ରଥମେ ଆମେ ରୁଟକୁ ଯିବା, ମୂଳକୁ ଯିବା। ପ୍ରଥମରେ 2011 ମସିହାରେ ଯେତେବେଳେ ଧାମରା ବନ୍ଦର ତିଆରି କରୁଥିଲା ଟାଟା ଆଉ ଏଲାଣ୍ଟି ଦୁଇ ଜଣ ମିଶି ତିଆରି କରୁଥିଲେ, ସେଇ ସମୟରେ କିଣିନେଲା 2014ରେ। ଆଉ 2-3 ବର୍ଷ ପରେ କିଣିନେଲା ଆଦାନୀ। ଆଦାନୀ ଗ୍ରୁପ କିଣିନେଲା ଟୋଟାଲ ଧାମରା ବନ୍ଦରକୁ। କିଣିନେଲା ମାନେ କଣ କିଣିଲା ଆପଣ ମାନେ ଜାଣନ୍ତୁ। ଧାମରା ବନ୍ଦରରେ କଣ ହୁଏ, ଗୋଟେ ନର୍ମାଲ ଲୋକ ମଧ୍ୟ ବୁଝିବା ଦରକାର। ଧାମରା ଯୋଉ ବନ୍ଦରରେ କଣ ହୁଏ, ବଡ ବଡ ଜାହାଜ ସବୁ ଆସି ଧାମରା ବନ୍ଦରରେ ପୋର୍ଟରେ ଲାଗେ। ଯାହା ଫଳରେ ଏତେ ଗଭୀର ଥାଏ ସମୁଦ୍ର, ପୋର୍ଟରେ ଲାଗେ। ପୋର୍ଟରେ ଲାଗିବା ଦ୍ୱାରା ଏମାନେ ତାକୁ ସ୍ଥାନ ଦିଅନ୍ତି, ରହିବା ପାଇଁ ଦିଅନ୍ତି। ତା ସହିତ ବଡ ବଡ ମାଙ୍ଗାନିଜ ଲୁହାପତ୍ର ଯାହା ବି ବଡ ବଡ ସବୁ ଆସିଥାଏ ଏ ଜାହାଜରେ, ତାକୁ ଓହ୍ଲା ଯାଏ ଟ୍ରେନ, ବଡ ବଡ ଟ୍ରକରେ। ଭାରତ ଭାରତ ବାହାରେ ମଧ୍ୟ ଏଟା ଟ୍ରାନ୍ସପୋର୍ଟିଂ ହୁଏ ଏଇ ସବୁ ଜିନିଷ। ବାସ୍ ଧାମରା ପୋର୍ଟର କାମ ହେଲା ସେଇଆ। ସେତିକି ସେ ମ୍ୟାନେଜ କରେ, ଯେମିତିକି ତିଆରି କରିବା, ଜାହାଜକୁ ଆଣି ପହଞ୍ଚେଇବା, ଜାହାଜ ଆସି ରହିବା, ସବୁ କିଛି କାମ ବୁଝେ ଆଦାନୀ। ଆଉ ଯାହା ପ୍ରଫିଟ ହୁଏ, ଯାହା ଲାଭ ହୁଏ, ଓଡ଼ିଶା ସରକାରକୁ କିଛି ଭାଗ ଦିଏ ଆଉ ନିଜେ ରଖେ। ଏତିକି ବୁଝନ୍ତୁ। ଆଉ ଓଡ଼ିଶା ସରକାର ଏଇ ସବୁ ଲାଭ କଣ କରନ୍ତି ଆପଣ ମାନେ ଜାଣିଥିବେ, ଯେମିତିକି ରାସ୍ତାଘାଟ, ସ୍କୁଲ କଲେଜ ପିଲାଙ୍କ ପାଠ ପଢେଇବା, ଏସବୁ ଉପରେ। ତେବେ ଏବେ ଆସନ୍ତୁ ଜାଣିବା ଓଡ଼ିଶା ମାଟିରେ ଆଦାନୀର ପ୍ରକୃତ କାମ କଣ, ସେ କଣ କରୁଛି, ଲୋକ କଣ ସାହାଯ୍ୟ ପାଉଛନ୍ତି ସତରେ। ଚାରୋଟି ଜିନିଷ ଜାଣି ନିଅନ୍ତୁ। ଚାରୋଟି ଜିନିଷ ବଡ ପଦକ୍ଷେପ ନେଇଛି, ଯେମିତିକି ସ୍ୱାସ୍ଥ୍ୟ। ଗାଁ ଗାଁକୁ ଯାଉଛି ମୋବାଇଲ ମେଡିକାଲ ୟୁନିଟ। ଯେଉଁଠି ଡାକ୍ତରଖାନା ନାହିଁ, ଲୋକ ଔଷଧ ଖାଇବା ପାଇଁ ପାଉନାହାନ୍ତି, ସେଠି ସାହାଯ୍ୟ କରୁଛି ଆଦାନୀ। ମାଗଣା ଔଷଧ, ମାଗଣା ଚିକିତ୍ସା ସୁବିଧା ମଧ୍ୟ ଦିଆଯାଉଛି। ସେକେଣ୍ଡ ହେଲା ଶିକ୍ଷା ଏବଂ ଉଡାନ। ପିଲାମାନଙ୍କୁ ସ୍କୁଲର ପାଠ ପଢା, ପେନ୍ ବ୍ୟାଗ ଠୁ ଆରମ୍ଭ କରି ସବୁ କିଛି ମାଗଣା। ଆଉ ଉଡାନ କାର୍ଯ୍ୟକ୍ରମରେ ହଜାର ହଜାର ଓଡିଆ ପିଲାମାନେ ବୁଲାଇ ସ୍ଲିପର ଟେକ୍ନୋଲୋଜି ବିଷୟରେ ମଧ୍ୟ ଶିକ୍ଷା ଦିଆଯାଉଛି। ଥାର୍ଡରେ ହେଲା ମହିଳା ସଶକ୍ତିକରଣ। ସିଲେଇ ଶିଖିବାଠୁ ଆରମ୍ଭ କରି ହସ୍ତଶିଳ୍ପ, ଓଡିଆ ମା ଭଉଣୀକୁ ରୋଜଗାର କ୍ଷମ ମଧ୍ୟ କରୁଛି ଏବେ ଆଦାନୀ ଫାଉଣ୍ଡେସନ। ଫୋର୍ଥରେ ହେଲା ଭିତ୍ତିଭୂମି। ବିମାନ ବନ୍ଦର ଜରିଆରେ ରାଜ୍ୟ ସରକାରଙ୍କ ସହିତ ବୁଷ୍ଟ ମଡେଲ କାମ କରି ରାଜ୍ୟ ପାଇଁ ଏକ ବଡ ରାଜସ୍ୱ ଏବଂ ରୋଜଗାର ମଧ୍ୟ ସୃଷ୍ଟି କରୁଛି। ଯାହାଫଳରେ ଆହୁରି ମଧ୍ୟ ହଜାର ହଜାର ଯୁବପିଢି ମାନେ ରୋଜଗାର ଏଠି ପାଇବେ। ଭବିଷ୍ୟତର ଲକ୍ଷ୍ୟ ଆପଣ ମାନେ ଜାଣିଲେ, 60,000 କୋଟିର ମାଷ୍ଟର ପ୍ଲାନ ଅଛି, ଯୋଉଟା କି ଏତିକିରେ ଅଟକି ନାହିଁ। ସବୁଠାରୁ ବଡ ଖବର ହେଉଛି ଆଗାମୀ 10 ବର୍ଷ ଭିତରେ ଆଦାନୀ ଗ୍ରୁପ ଓଡ଼ିଶାରେ ବଡ ବଡ କଳକାରଖାନା କରିବା ପାଇଁ ଯାଉଛି, ଯୋଉଫଳରେ ହଜାର ହଜାର ଯୁବକଙ୍କୁ ଏଠି ନିଯୁକ୍ତି ମଧ୍ୟ ମିଳିବ। ବନ୍ଦର, ଖଣି ଓ ଶକ୍ତି କ୍ଷେତ୍ରରେ ଓଡ଼ିଶା ସାରା ଦେଶର 1 ନମ୍ବର ମଧ୍ୟ ଆଗକୁ ହେବ। ଏଇଟା ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ହେଲା, ମନେ ରଖନ୍ତୁ, ଯୋଉଟା କି କର୍ପୋରେଟର ସୋସିଆଲ ରେସ୍ପନ୍ସିବିଲିଟି। ଯୋଉଟା କି ଆଦାନୀର ଯାହା ସବୁ ଲାଭ ହଉଛି 2% ଏଇ ଧାମରା ବନ୍ଦରରୁ 2% ସେ ସମାଜ ସେବାରେ ଲଗେଇବା ଦରକାର। ଭାରତ ସରକାର ନିୟମ ଅନୁସାରେ ଯଦି ସମାଜ ସେବାରେ ଲଗେଇବ, ତେଣୁ କରିକି ସେ ସମାଜ ସେବାରେ ଲଗାଉଛି 2%। ତାର ଓଡ଼ିଶାର ଲୋକଙ୍କୁ ସାହାଯ୍ୟ କରିବା ଆଦାନୀର ଲାଭ କଣ ମାନେ ଜାଣି ନିଅନ୍ତୁ। ଏହା ପଛରେ ରହିଛି ଗୋଟେ ବିରାଟ ବଡ କାରଣ, ଯୋଉଟା ଆପଣ ମାନେ ମଧ୍ୟ ଜାଣିବା ଦରକାର, ଆମେ ମଧ୍ୟ ଜାଣିବା ଦରକାର। ଓଡ଼ିଶା ସେବାକୁ କାହିଁକି ସେ ଲଗାଉଛି, ତ ବନ୍ଦରରୁ କମେଇବ, ଚୁପଚାପ ଚାଲିଯିବ। କେବଳ ଶାନ୍ତି ଆଣିବା, ସୋସିଆଲ ସପୋର୍ଟ ପାଇବା। ଯେତେବେଳେ କୌଣସି ବଡ ପ୍ରକଳ୍ପ ହୁଏ, ସେଠି ନିଜର ଜମି, ନିଜର ପରିବେଶ ପାଇଁ ଲୋକମାନେ ଡରନ୍ତି। ସେଇ କମ୍ପାନୀର ସେଇ ଲୋକମାନେ ମାଗଣା ଚିକିତ୍ସା ଯେତେବେଳେ ଦିଆଯିବ, ଆର୍ଥିକ ଅନଟନରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରାଯିବ, ପୁରା ରୁଟକୁ ଯିବାକୁ ପଡିବ, ପିଲାମାନେ ଏଠି ସବୁ କିଛି ସୁବିଧା ପାଇବେ, ସେମାନେ ଆଉ ବିରୋଧ କରିବେ ନାହିଁ, ପ୍ରକଳ୍ପ ପାଇଁ ବିରୋଧ କରିବେନି। ସେମାନେ ତାର ଗୋଟେ ବ୍ରାଣ୍ଡ ଇମେଜ ମଧ୍ୟ ବନିଯିବ, ଯେମିତିକି ସମାଜ ସେବା କମ୍ପାନୀ ନାଁରେ ମଧ୍ୟ ଭଲ ହୋଇଯାଏ। ସେଇଭଳି ଆଦାନୀ କାମ କରୁଛି, ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛି। ନିଜର ଲାଭ ଅଛି, ତା ସହିତ ଲୋକ ମଧ୍ୟ ସାହାଯ୍ୟ ମଧ୍ୟ ପାଉଛନ୍ତି। ମନେ ରଖନ୍ତୁ, ତା ସହିତ ଲୋକ ମଧ୍ୟ ରୋଜଗାର ମଧ୍ୟ ଏଠି ସୃଷ୍ଟି ହଉଛି। ତା ସହିତ ଓଡ଼ିଶା ମଧ୍ୟ 1 ନମ୍ବର ମଧ୍ୟ ଯିବ।
ଭବିଷ୍ୟ ପାଇଁ କି କର୍ମଚାରୀ ଆଦାନୀ ଓଡ଼ିଶାର ଏକ ଉଡ଼ାନ କାର୍ଯ୍ୟକ୍ରମ ଟ୍ରେନିଂ ମାଧ୍ୟମରେ ଶିକ୍ଷିତ କରୁଛନ୍ତି, ଯୋଉଟା କି ପିଲାମାନେ ତାଙ୍କ ବନ୍ଦର ବିଷୟରେ ଏବଂ କାରଖାନା ଦକ୍ଷତାକାରୀ କର୍ମଚାରୀଙ୍କ ବିଷୟରେ ଶିଖିବେ। ଏସବୁ ଉପରେ ଆଦାନୀ ଏବେ କରୁଛି। ଲକ୍ଷ୍ୟ ରଖିଛି କେବଳ କିଭଳି ଅଧିକରୁ ଅଧିକ ଲୋକ ରୋଜଗାରକ୍ଷମ ହେବେ। ତା ସହିତ ଏଠି ମିଳୁଥିବା ଆର୍ଥିକ ଯେତେ ବି ଲାଭ ମିଳୁଛି 2% ତ ଦଉଛି ସମାଜ ସେବାରେ, ମାନେ ତାର 2% ମାନେ ଭାବନ୍ତୁ କେତେ କୋଟି କୋଟି ଟଙ୍କା ସମାଜ ସେବାରେ ଦିଆଯାଉଛି। ତା ସହିତ ଓଡ଼ିଶା ସରକାର କିଛି ମଧ୍ୟ ପାଉଛନ୍ତି, ଆଉ ଲୋକ ମଧ୍ୟ ଶାନ୍ତିରେ ବସୁଛନ୍ତି। ଲୋକ ଏତେ ସୁବିଧା ପାଇକି ଲୋକ ଆଉ ଝଗଡ଼ା ବା ବିରୋଧୀ କରୁନାହାନ୍ତି ପ୍ରକଳ୍ପ ପାଇଁ। ଯେମିତି ମାଡ଼ି ଆସୁଛି ଏଇ ପ୍ରକଳ୍ପ ଆମର ହେଲା ଆମେ କରେଇ ଦବୁନି, ସେସବୁ କରିବେ ନାହିଁ ଲୋକ। କାହିଁ କରିବେ? ଲୋକ ତ ଏତେ ସବୁ ସୁବିଧା ପାଉଛନ୍ତି ନା। ଏଇଟା ହେଲା ମୁଖ୍ୟ ଉଦ୍ଦେଶ୍ୟ ଆଦାନୀର। ଆଉ ଓଡ଼ିଶା ଆଗକୁ 1 ନମ୍ବର ହେବା ପାଇଁ ମଧ୍ୟ ଯାଉଛି। ଆଉ ଏଥିପାଇଁ ଯେମିତି ନିଜ ବାପା ମାଙ୍କୁ ପିଲାମାନେ ଭରସା କରୁଛନ୍ତି, ସେମିତି ସେଠିକାର ଲୋକମାନେ ମଧ୍ୟ ଆଦାନୀ ଫାଉଣ୍ଡେସନ ଉପରେ ମଧ୍ୟ ଭରସା କରୁଛନ୍ତି। ଆଦାନୀ ଫାଉଣ୍ଡେସନ ଟଙ୍କା ବା ଆଦାନୀ ଫାଉଣ୍ଡେସନ ଖାଇବା ଆସିଲେ ଆମେ ଖାଇବା, ବଞ୍ଚିବା, ବାସ୍। ଏଇଭଳି 19ଟି ଷ୍ଟେଟରେ ମଧ୍ୟ ଆଦାନୀ କାମ କରୁଛି। ଖାଲି ଏଇ ବଡ ବଡ ପ୍ରକଳ୍ପ ଉପରେ କାମ କରୁଛି, ଯେମିତିକି ସମୁଦ୍ର ପାଣିକୁ ମିଠା କରିବା। ବିଭିନ୍ନ ପ୍ରକାର ଷ୍ଟେଟ ଆପଣମାନଙ୍କୁ ଲିଷ୍ଟ ଦେଇଦେଉଛି, ଆପଣମାନେ ମଧ୍ୟ ଚେକ୍ କରିପାରିବେ। ଆଦାନୀ କାମ କରି କରି ଆଗକୁ ଟେକ୍ନୋଲୋଜି ମଧ୍ୟ କରୁଛି। ଆଗକୁ ବିମାନ ବନ୍ଦର ଉପରେ ମଧ୍ୟ ଆଦାନୀ ଫାଉଣ୍ଡେସନ, ଯେମିତିକି ବାହାର କଣ୍ଟ୍ରି ମାନଙ୍କରେ ବିମାନ ବନ୍ଦର ଯେମିତି ପାଉଥିଲେ ସୁବିଧା, ଏଇଠି ମଧ୍ୟ ପାଇବେ। ନିଶ୍ଚିତ ଆପଣଙ୍କର ମତାମତ ମଧ୍ୟ ଦେବେ। ଆଉ ତା ସହିତ ଭିଡିଓକୁ ବହୁତ ମାତ୍ରାରେ ସେୟାର କରିବେ। ଆଗକୁ ଓଡ଼ିଶା 1 ନମ୍ବର ହେବା ପାଇଁ ଯାଉଛି।